ଉପରୁ ମୁସୁମୁସିଆ ଭିତରୁ ପୁରା ନରମ ପୋଟଳରେ ଯଦି ଥରେ ଏମିତି ବନେଇବେ ପଖାଳ ଭାତ ହଉ କି ଗରମ ଭାତ ହଉ ସବୁଥିରେ ଖାଇପାରିବେ। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ପୋଟଳରେ ଗୋଟେ ଜବରଦସ୍ତ ବ୍ୟଞ୍ଜନଟିଏ ଆସନ୍ତୁ କରିବା ପ୍ରସ୍ତୁତ। ସେଥିପାଇଁ ଆମେ ନେବା ପୋଟଳକୁ ପ୍ରଥମେ ଭଲ ଭାବରେ ଧୋଇଦେବା। ଧୋଇ ସାରିବା ପରେ ତାର ଦୁଇ ପଟକୁ କାଟିଦେବା। କାଟି ସାରିକି ତାକୁ ଭଲ ଭାବରେ ଉପର ଚୋପାକୁ ଚାଞ୍ଚିଦେବା। ଆପଣମାନେ ଚାହିଁଲେ ପିଲରରେ ମଧ୍ୟ ପିଲ୍ କରିପାରିବେ ତାର ଉପର ଚୋପାଟିକୁ, କିନ୍ତୁ ଏମିତି ଭଲ ଭାବରେ ଚାଞ୍ଛି ଦେଲେ ତାର ଉପର ଚୋପାଟି ଭଲ ଭାବରେ ଛଡ଼େଇ ହେଇଯିବ। ତାପରେ ଆପଣମାନେ ପ୍ରସ୍ତୁତ କରିବେ। ଏବେ ଦେଖନ୍ତୁ ମୁଁ ଏଠି କେବଳ ପୋଟଳକୁ ଉପର ଚୋପାକୁ ଭଲ ଭାବରେ ଚାଞ୍ଚିକି ନେଇଛି। ତାପରେ ଆମେ କ'ଣ କରିବା ନା ସବୁ ପୋଟଳକୁ ଏମିତି ଦୁଇ ଖଣ୍ଡ କରିକି କାଟିଦେବା ବା ଦୁଇ ଫାଳ କରିକି କାଟିବା। ଲମ୍ବାରେ ଦୁଇ ଫାଳ କରିକି କାଟିବେ। ଏଠି ଦେଖନ୍ତୁ ସବୁ ପୋଟଳକୁ ଏମିତି ଦୁଇ ଫାଳ କରିକି କାଟି ସାରିବା ପରେ ଆମେ ଅଳ୍ପ ଟିକେ ଏଥିରେ ପକାଇଦେବା ଲୁଣ, ଯାହାଫଳରେ କି ଏଇ ଯେଉଁ ପୋଟଳର ରେସିପିଟି ପ୍ରସ୍ତୁତ କରିବା ବିଲକୁଲ ଫିକାଳିଆ ଲାଗିବନି ବା ସାଧାଳିଆ ଲାଗିବନି। ଏବେ ଆମେ ପ୍ରେସର କୁକରରେ ନେବା ଅଳ୍ପ ପାଣି, ଆଉ ସେଥିରେ ଆପଣମାନେ ଗୋଟେ ଏମିତି ଜାଲିବାଲା ପ୍ଲେଟ୍ ଦେଇଦେବେ। ନଚେତ୍ ପ୍ରେସର କୁକର ଭିତରେ ଗୋଟେ ଷ୍ଟାଣ୍ଡ ରଖିକି ତା ଉପରେ ଗୋଟେ ଥାଳିଆରେ ମଧ୍ୟ ଆପଣମାନେ ଏଇ ପୋଟଳକୁ ଷ୍ଟିମ୍ କରିପାରିବେ। ଆମେ ଏଇ ପୋଟଳ ଗୁଡ଼ିକୁ ସିଧାସଳଖ ପାଣିରେ ଆମେ ସିଝେଇବାନି, ଆମେ ତାକୁ ଏମିତି ଷ୍ଟିମ୍ କରିକି ସିଝେଇବା, ଯାହାଫଳରେ କି ପୋଟଳ ଗୁଡ଼ିକ ଟିକେ ଶୁଖିଲା ହେଇକି ରହିବ। ଯଦି ଆପଣମାନେ ଏକାଥରକେ ପାଣିରେ ସିଝେଇ ଦେବେ ତାହେଲେ ପୋଟଳରେ ଟିକେ ଅଧିକ ପାଣି ଅଂଶ ରହିଯିବ। ଏଠି ଦେଖନ୍ତୁ ସିଝିବା ପାଇଁ 5 ମିନିଟ୍ ସମୟ ଲାଗିବ। ମିଡ଼ିୟମ୍ ଫ୍ଲେମ୍ରେ ଗୋଟେ ସିଟି ଆସିବା ପାଇଁ ଛାଡ଼ିଦେବା। ସେଇ ଭିତରେ ଏଠି ଦେଖନ୍ତୁ ମୁଁ ଗୋଟେ ଗିନା ବୁଟକୁ 4-5 ଘଣ୍ଟା ପାଇଁ ଭଲ ଭାବରେ ଧୋଇକି ବତୁରେଇ ଦେଇଥିଲି। ଏବେ ବତୁରା ବୁଟ, ସେଥିରେ ନେବା ଅଦା, କଞ୍ଚା ଲଙ୍କା, କିଛି ଧନିଆ ପତ୍ର ଡାଙ୍ଗ ସହିତ ଆଉ ଜିରା, ଏସବୁକୁ ଦେଇକି ଟିକେ ଦରଦର କରିକି ବାଟିବା। ଆପଣମାନେ ଚାହିଁଲେ କିଛି ନଡ଼ିଆ ଖଣ୍ଡ ମଧ୍ୟ ନେଇପାରିବେ, ଆହୁରି ବଢ଼ିଆ ଲାଗିବ। ଏବେ ଦେଖନ୍ତୁ ତାକୁ ଦରଦର କରିକି ବାଟି ସାରିବା ପରେ ଗୋଟେ ପାତ୍ରକୁ ତାକୁ କାଢ଼ିଦେବା। ସେଥିରେ ପକାଇବା ସ୍ୱାଦ ଅନୁସାରେ ଲୁଣ, ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ, ଗୋଟେ ଛୋଟ ଚାମଚ ଲଙ୍କା ଗୁଣ୍ଡ, ଆଉ ଗୋଟେ ଚାମଚ ଦେବା ଘର ତିଆରି କିଚେନ୍ କିଙ୍ଗ ମସଲା। ଆପଣମାନେ ଚାହିଁଲେ ଆପଣମାନଙ୍କର ପସନ୍ଦର ମସଲା ଗୁଣ୍ଡ ମଧ୍ୟ ନେଇପାରିବେ। ଏସବୁକୁ ଦେଇକି ଟିକେ କଡ଼କୁ ରଖିଦେବା। ଏଠି ଦେଖନ୍ତୁ ମାତ୍ର 5 ମିନିଟ୍ ଭିତରେ ବଢ଼ିଆ ଭାବରେ ଷ୍ଟିମ୍ ହେଇକି ପୋଟଳ ସବୁ ସିଝି ଯାଇଛି। ଯେହେତୁ ଆମେ ତାକୁ ଦୁଇ ଫାଳ କରିକି ରଖିଥିଲେ ବଢ଼ିଆ ଭାବରେ ସିଝି ଯାଇଛି ପୋଟଳ। ଏଠି ପୋଟଳ ସିଝିଗଲା ପରେ ଥଣ୍ଡା କରିକି ଆମେ କ'ଣ କରିବା ନା ତା ଭିତରର ଥିବା ମଞ୍ଜି ସବୁ କାଢ଼ିଦେବା। ଏଇ ମଞ୍ଜି ଏଥିରେ ରଖିବାନି। ମଞ୍ଜି ଯଦି ଆପଣମାନେ କାଢ଼ିଦେବେ ଟିକେ ଅଧିକ ଜାଗା ରହିବ। ଆମେ ଯେତେବେଳେ ପୁର ରଖିବା ଟିକେ ଅଧିକ ପୁର ଦେଇହେବ। ଏଇ ପୋଟଳରେ ଟିକେ ଅଧିକ ପୁର ଦେଲେ ସ୍ୱାଦ ବହୁତ ବଢ଼ିଆ ରହିବ। ଆମେ ଆଗରୁ ଯେଉଁ ବୁଟକୁ ବାଟିକି ରଖିଥିଲେ ଦରଦର କରିକି ଆଉ ମସଲା ଗୁଣ୍ଡ ସବୁ ପକେଇକି ରଖିଥିଲେ, ସେଥିରେ ଆମେ ଏଇ ପୋଟଳର ମଞ୍ଜି ସବୁକୁ ଦେଇଦେବା। ଦେଇକି ଭଲ ଭାବରେ ଟିକେ ଗୋଳେଇଦେବା। ମୁଁ ଆଜି ବିନା ପିଆଜ ରସୁଣରେ ପ୍ରସ୍ତୁତ କରୁଛି। ଯଦି ଆପଣମାନେ ପିଆଜ ରସୁଣ ଖାଉଥାନ୍ତି ତାହେଲେ ରସୁଣକୁ ମଧ୍ୟ ଛେଚିକି ପକାଇବେ। ଆଉ ପିଆଜ, ଗୋଟେ ବଡ଼ ପିଆଜକୁ ପୁରା ଗୁଣ୍ଡ କରିକି କାଟିକି ଏଇ ବୁଟ ଡାଲି ବଟାରେ ମିଶାଇବେ। ଏଇସବୁକୁ ଭଲ ଭାବରେ ଗୋଳେଇ ସାରିବା ପରେ ଆମର ପ୍ରସ୍ତୁତ ହେଇଯିବ ଜବରଦସ୍ତ ପୁର। ଆମେ ଏଇ ପୁରକୁ ପୋଟଳ ଭିତରେ ରଖିବା। ଏଠି ଯେଉଁ ଆମେ ମଞ୍ଜି କାଢ଼ି ଦେଇଥିଲେ ସେଇ ପୋଟଳ ଭିତରେ ପୁରା ଭଲ ଭାବରେ ଅଧିକ ଦେଇକି ଆମେ ବୁଟ ବଟାକୁ ଦେଇଦେବା। ତାପରେ ମିଡ଼ିୟମ୍ ଫ୍ଲେମ୍ରେ ପୁରା ଗରମା ଗରମ ତେଲରେ ତାକୁ ଛାଣିବା। ବେଶୀ ଜାଳ ଦେବେନି, ନହେଲେ ପୋଡ଼ିଯିବ। ଟିକେ ମିଡ଼ିୟମ୍ ଫ୍ଲେମ୍ରେ ଭଲ ଭାବରେ ଏସବୁ ଦେଇସାରିବା ପରେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ କରିଦେବେ। ତାପରେ ଦୁଇ ପଟକୁ ହାଲକା ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣିବେ। ବହୁତ ବଢ଼ିଆ ଲାଗିବ। ଉପରୁ ପୁରାପୁରି କ୍ରିସ୍ପି ରହିବ ଆଉ ଭିତରୁ ପୁରାପୁରି ନରମ ରହିବ। ବୁଟ ଡାଲି ଯେହେତୁ ଦରଦର ହେଇକି ବାଟି ହେଇକି ଅଛି, ଆପଣମାନେ ପିଆଜି ଖାଇଲେ ଯେମିତି ଲାଗିବ, ଯଦି ଆପଣମାନେ ପିଆଜ ପକାଇବେ ପୁରାପୁରି ସେମିତି ଲାଗିବ। ଉପରଟି ପୁରା ଭଲ ଭାବରେ ଦୁଇ ପଟକୁ ଦେଖନ୍ତୁ ପୁରା ବ୍ରାଉନ୍ କଲର୍ ହେବା ପର୍ଯ୍ୟନ୍ତ ଆମେ ଛାଣିବା। ବହୁତ କମ୍ ସମୟରେ ମଧ୍ୟ ପ୍ରସ୍ତୁତ ହେଇଯିବ। ଏଠି ଦେଖନ୍ତୁ କେତେ ସୁନ୍ଦର ରଙ୍ଗ ଆସିଛି। ଦେଖନ୍ତୁ ପୋଟଳରେ ବଢ଼ିଆ ଭାବରେ ପୁରାପୁରି କ୍ରିସ୍ପି ହେଇକି ଛାଣି ହେଇଯାଇଛି। ଆଉ ଏଇ ପୋଟଳକୁ ଆପଣମାନେ ଭାତ ସହିତ ତ ଖାଇପାରିବେ, ଏମିତିରେ ସ୍ନାକ୍ସ ହିସାବରେ ମଧ୍ୟ ଟମାଟୋ ସସ୍ ହଉ କିମ୍ବା ଯେକୌଣସି ଚଟଣିରେ ମଧ୍ୟ ଖାଇବେ, ବେଶ ବଢ଼ିଆ ଲାଗିବ। ପୁରା ଉପରୁ ମୁସମୁସିଆ, ଭିତରୁ ପୁରାପୁରି ନରମ ରହିବ। କିନ୍ତୁ ଯଦି ଆପଣମାନେ ତେଲରେ ଛାଣିବାକୁ ଚାହୁଁନଥାନ୍ତି, ମାତ୍ର ଗୋଟେ ଚାମଚ ତେଲରେ ମଧ୍ୟ ଆପଣମାନେ ଭାଜି କିମ୍ବା ସ୍ୟାଲୋ ଫ୍ରାଏ କରିକି ମଧ୍ୟ ପ୍ରସ୍ତୁତ କରିପାରିବେ, ବେଶ ସୁଆଦିଆ ଲାଗିବ। ସେଥିପାଇଁ ଆମେ ତାୱାକୁ ବସାଇଦେବା ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ। ଗୋଟେ ଚାମଚ ସୋରିଷ ତେଲ ଦେଇଦେବା। ତାୱା ବଢ଼ିଆ ଭାବରେ ଗରମ ହେଇଗଲା ପରେ ଆମେ ଏଇ ପୋଟଳକୁ ଯେତେବେଳେ ଭାଜିବା, ଯେଉଁ ପଟଟି ବୁଟ ପୁର ଥିବ ସେଇ ପଟଟା ତଳମୁହାଁ କରିକି ତାପରେ ବଢ଼ିଆ ଭାବରେ ଆମେ
किछि समय भाजीदेवा 2-3 मिनिट लो टू मीडियम फ्लेम रे पूरा ब्राउन कलर हो गला परे ओल्टेकी तार पोटलर जो पटटी ताको बढ़ा भाव में पूरा मुसमुसिया करदेवा। ये देखंतु पूरा बढ़ा भाव में बहुत कम समय मध्य लागिबो 5-6 मिनिट भितर लो टू मीडियम फ्लेम रे एमिति भाजिकी मध्य प्रस्तुत करि परिबे। गरम भात डाली ता सहित एमिति पोटल भजा हो कि पोटल छणा पूरा पूरी जमी जीवो। बनातु खातु समस्त को खुआतु। आज प्रस्तुति आपण मानक केमिति लागिला विनम्रतार सहित अनुरोध निश्चय जनइबे। भल लगी लाइक शेयर सब्सक्राइब करने सहित हाइप करदेवे। आउ जदि फेसबुक पेज रे देखु थांती तेबे विनम्रतार सहित अनुरोध निश्चय फॉलो करिवे। आज मुई पोटल छणा बा पोटल भजा को मध्याह्न भोजन पई प्रस्तुत करिथिली। ता सहित डाली लेउटिया साग खरड़ा आंब सालाड आ पांपड़ सबुठु बढ़िया लगुला ए पोटल छणा बा पोटल भजा। ठंडा ठंडा मेघुआ पागरे एमिति जदि पोटल भजा बा पोटल छणा मिली जिवो मजा आसी जिवो। आ ता सहित दही एमिति बनातु खातु समस्त को खुआतु। आज पई एतिकी। जय जय जगन्नाथ।